ଶୁଣ ସକଳ ମୁନିଜନେ ହରିଚରିତ ସାବଧାନେ ସୃଷ୍ଟିର କାଳେ ସେ ମୁରାରି ମହାପୁରୁଷ ରୂପ ଧରି ମୋହର ତ୍ୱାତି ଅଙ୍ଗେ ବସି ବିରାଟ ରୂପେ ପ୍ରଭୁ ରାଶି କଳା ସେବ ଈଶ୍ୱର ଅନାଦି ପରମ ମୁହୁଋଷି ଜୀବର ମୁଖ୍ୟ ଫଳ ଅଟେ ଧନ୍ୟ ମଙ୍ଗଳ ଏ ଜଗତେ ସର୍ବନିଗମ ଇତିହାସେ ସାର ଉଧରି ମନ ତୁଷେ ଆତ୍ମଜ୍ଞାନୀଙ୍କ ମଧ୍ୟ ମାତା ତୁଳେ ମିଳେ ମୋର ଜନନୀ ବିପ୍ରଘରେ ସେ ସେଇର ଉତ୍ତର ସେ ଭକ୍ଷୟୀ ପ୍ରାଣୀଙ୍କ ମଧ୍ୟ ଆତ୍ମା ଜନ୍ତେ ଷୋଳଙ୍ଗେ ଭୋଗ କରେ ନିତ୍ୟ ତେଣୁ ଈଶ୍ୱର ସେ ବୋଲାଇ କି ଉପମା ଦେବୀ ମୁହିଁ ମନ୍ଦିର ଭିତରେ ଛୋଟ କାର ତାଙ୍କର ଜୁହାର ହେଇସାରିଲ ଡାକି ଗାଇଲେ କହିଲେ ଆତ୍ମା ଅନୁରାଗେ ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା ଜଳେ ପରମ ଋଷି କଣ ନିୟୋଜନା ଆରମ୍ଭ ହଉଛି ଏଥିରେ ବିଷୟ ତାହାର ଜନ୍ମ କର୍ମ ନାହିଁ ଦେବ ଟିକଟ ନଗରେ ଜ୍ଞାନ ଉଦସେ କିତିରତି ବିପୁଳତରେ ଗୋଟେ ମୟୂର ଚନ୍ଦ୍ରିକା ମୟୂର ଚନ୍ଦ୍ରିକା ରଖିବ ଭାବ ଜ୍ଞାନ ବୁଦ୍ଧି ତତ୍ତ୍ୱ ଏ ସବୁ ଗୁଡ଼ାକ ଭିତରେ ରହୁଛି ପଢିକି ବୁଝିକି ନାଇଁ ଭାଗବତ କେତେ ଖଣ୍ଡ ଭାଗବତ କେତେ ଖଣ୍ଡ ଭାଗବତ ଖଣ୍ଡେ ପୁରା ନା କୋଉଠି ଅଧ୍ୟାୟ ଅଧ୍ୟାୟ ଯୋଉ କୁହନ୍ତି କେତେଟା ଅଧ୍ୟାୟ ହରିବଂଶଟା 7 ଖଣ୍ଡ କାଲି କିନ୍ତୁ 14 ଆଣିବି 8ଟା 5